ଆଜିର ଏହି ଅଧ୍ୟାୟରେ ଆମେ ବାୟା ଗୀତାର ଚତୁର୍ଥ ପରିଚ୍ଛେଦର ତୃତୀୟ ବଳିର କଥାବସ୍ତୁକୁ ଶୁଣିବା। ବାବା ବାୟା କ'ଣ କହୁଛନ୍ତି? ଉତ୍ତମ ଜମିରେ ବୁଣତୁ ବିହନକୁ ଯତନେ, ଧୋଇ ମରୁଡ଼ିରେ ନ ଯିବ ଦୁଃଖ ନ ହେବ ମନେ। গোবিন্দ 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 জয় রাধে গোবিন্দ, নন্দর নন্দন প্রভু হে ভজ পরমানন্দ। আহাকু ক্ষেত্ররে বীজ বপনে, হুয়ে সর্বনাশ। চষা মরু থায়ে ভাড়ে ন রহে নাহি তা বাস। গোবিন্দ 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 জয় রাধে গোবিন্দ, নন্দর নন্দন প্রভু হে ভজ পরমানন্দ। बोले भक्त बत्सल भगवान की জয়। এই পদর ନିର୍ଯାସ ହେଉଛି ଉତ୍ତମ ଲୋକଙ୍କୁ ଦେଖିଲେ କହି ଉତ୍ତମ କଥା, ଦୁର୍ଜନ ଲୋକଙ୍କୁ ଦୁର୍ନତ କରିବା ମଥା। ଏହାର ଅର୍ଥ କ'ଣ କହିଲେ? ଉତ୍ତମ ଜମିରେ ବୁଣତୁ ବିହନକୁ ଯତନେ, ଧୋଇ ମରୁଡ଼ରେ ନ ଯିବ ଦୁଃଖ ନ ହେବ ମନେ। ତୁ ଯଦି ଉତ୍ତମ ଜମିରେ ବିହନ ବୁଣିବୁ ତାହେଲେ ମରୁଡ଼ିରେ ତାଉ ଧୋଇ ହେବନି କି ତୁ ଦୁଃଖ କରିପାରିବୁ ନାହିଁ। ତେଣୁ କହିଲେ ଉତ୍ତମ ଲୋକଙ୍କୁ ଦେଖିଲେ କେଉଁ କଥା କହିବୁ ନା ଉତ୍ତମ କଥାର ବ୍ୟବହାର କରିବୁ, ଭଲ ଲୋକଙ୍କୁ ଦେଖିଲେ ଭଲ କଥା କହିବୁ। ଆଉ ଏ ଜଗତରେ କ'ଣ ଅଛି କି ଖାଲି ମିଠା ବଚନ ଦ୍ୱିପଦ କହିଦେଲେ ଲୋକଙ୍କ ମନ ଖୁସି? ଯଦି ଭଲରେ ମୁଁ ଟିକେ କଥାବାର୍ତ୍ତା ହେଇଗଲି, ତେଣୁ ଯଦି ଉତ୍ତମ ଲୋକଙ୍କୁ ଦେଖିଲ ତାହେଲେ ଉତ୍ତମ କଥା ହେବ। ଆଉ ଯଦି ଖରାପ ଲୋକଙ୍କୁ ଦୁର୍ଜନ ଲୋକଙ୍କୁ ଦେଖିଲ, ଜମା ଖରାପ କଥା କହିବାର କିଛି ଆବଶ୍ୟକତା ନାହିଁ, ତାଙ୍କୁ ଦୂରରୁ ପ୍ରଣାମ କରିକି ବାହାରି ଯିବ। ଇଏ ହେଉଛି ବାବାଙ୍କର ନିର୍ଯାସ। ଅର୍ଥ ଆମେ ସଦାସର୍ବଦା ଦୁର୍ଜନ ଲୋକମାନଙ୍କ ସହିତ ମିଶିବା ନାହିଁ, ଖରାପ ବ୍ୟକ୍ତିଙ୍କ ସହିତ ମିଶିବା ନାହିଁ। କାରଣ ଅଙ୍ଗାର ସତ ଧୌତେନ ମଳିନତ୍ୱଂ ନ ମୁଞ୍ଚତେ। ଅଙ୍ଗାରକୁ 100 ଥର ଧୋଇଲେ ମଧ୍ୟ ତା ମଳି କେବେ ତାକୁ ଛାଡ଼ିକି ଯାଇନଥାଏ। ସେମିତି ମଣିଷର ସହଜାତ ପ୍ରକୃତି କଦାପି ମଣିଷକୁ ଛାଡ଼ିକି ଯାଇନଥାଏ। ଏଇଥିପାଇଁ କୁହାଯାଇଛି ପ୍ରକୃତି ଛାଡ଼ୁଛି କେଉଁଠୁ? କେବେ ବି ମଣିଷ ତାର ପ୍ରକୃତିକୁ ସେ ନିଜେ ଛାଡ଼ିପାରିବ ନାହିଁ। ତେଣୁ ବାବା ଅତି ସୁନ୍ଦର ଭାବରେ କହୁଛନ୍ତି ଯେ ଆମେ ଉତ୍ତମ ଲୋକମାନଙ୍କ ଲକ୍ଷଣକୁ ଜାଣିବା କିପରି। ଭଗବାନଙ୍କର ଯିଏ ଭକ୍ତ ହେଇଥିବେ ସେ ହେଉଛନ୍ତି ଉତ୍ତମ ଭକ୍ତ। ତେଣୁ ପରମାରାଧ୍ୟ ଠାକୁର ଶ୍ରୀ ଶ୍ରୀ କେଶବଚନ୍ଦ୍ର କହିଛନ୍ତି ଉତ୍ତମ କିଏ, ମଧ୍ୟମ କିଏ, ଉତ୍ତମ କିଏ? ଯିଏ ଯାହା କହେ ଏବଂ ତାହା କରିକି ଦେଖାଏ ସେ ହେଉଛି ଉତ୍ତମ। ଏ ଜଗତରେ 3 ପ୍ରକାର ଲୋକ ବାସ କରନ୍ତି। ଠାକୁର କେଶବଚନ୍ଦ୍ର ଚରମରେ କହିଲେ ଏମିତି କିଛି ଲୋକ ଯେଉଁମାନେ ଯାହା କହନ୍ତି ତାହା କରିକିରି ଦେଖାନ୍ତି। ଆଉ କିଛି ଲୋକମାନେ ଅଛନ୍ତି ଯିଏକି କିଛି କହନ୍ତିନି ମାତ୍ର କରିକିରି ଦେଖାନ୍ତି। ଆଉ କିଛି ଲୋକ ଅଛନ୍ତି ଯେଉଁମାନେ କି କିଛି କରନ୍ତିନି କିନ୍ତୁ କହିକିରି ଦେଖାନ୍ତି। ଆଉ କିଛି ଲୋକ ଅଛନ୍ତି ଯେଉଁମାନେ କିଛି କହନ୍ତିନି କି କିଛି କରନ୍ତି ନାହିଁ। ଏତେ ପ୍ରକାର ଲୋକ ଆପଣ ଦେଖନ୍ତୁ ଜଗତରେ ଅଛନ୍ତି। ଯଦି ଆମେ ଖାଲି କହିବାର ମନୋବୃତ୍ତି ନେବା, କରିବାର ମନୋବୃତ୍ତି ନେବା ତାହେଲେ କେମିତି ହେବ? କହିବା ଆଗରୁ ଆଗେ 100 ଥର ଚିନ୍ତା କର, ତାପରେ କୁହ। ଆଉ କହିବା ପୂର୍ବରୁ ଆଗେ କରିକିରି ଦେଖାଅ, ତାପରେ ଯାଇକି କୁହ। କାରଣ ଆମର ଯେଉଁ କାର୍ଯ୍ୟ ରହିଛି ଦୈନନ୍ଦିନ ଜୀବନରେ ଆମେ କ'ଣ କରିବା, କ'ଣ କରିବାକୁ ଆମେ ମଣିଷ ଶରୀର ପାଇଛେ? କ'ଣ କରିବାକୁ? ଖାଲି ବୁଲାବୁଲି କରିକି ନିଜ ଜୀବନକୁ ଏନ୍ଜୟ କରିବା ପାଇଁ ଏଇଥିପାଇଁ ଶରୀର ପ୍ରଭୁ ଦେଇଛନ୍ତି? କହିଲେ ନା, ଶରୀରର ଯେଉଁ ମହତ୍ଵ ଉଦ୍ଦେଶ୍ୟଟି ରହିଛି ସେ ମହତ୍ଵ ଉଦ୍ଦେଶ୍ୟକୁ ଆମେ କେତେଜଣ ଏଠି ପାଳନ କରୁଛେ? ସମସ୍ତେ ନୁହେଁ। ଭଗବାନ କେଡ଼େ ମହତ୍ଵ ଉଦ୍ଦେଶ୍ୟ ଦେଇକି ଶରୀର ଆମକୁ ପଠାଇଥିଲେ। ଅନେକ ଜୀବମାନଙ୍କୁ ପ୍ରଭୁ ସୃଷ୍ଟି କଲେ। ବୃକ୍ଷମ୍ ସରୀସୃପମ୍ ଖଗଦଙ୍ଗ ସମସ୍ୟା। ବୃକ୍ଷ ଶରୀରକୁ ସୃଷ୍ଟି କଲେ ଯେ କିନ୍ତୁ ତା ଦ୍ୱାରା କ'ଣ ହେଲା? ସମସ୍ୟା ସୃଷ୍ଟି ହେଲା, ବରଂ ସମାଧାନ ସୃଷ୍ଟି ହେଇପାରିଲା ନାହିଁ। ତେଣୁ ଏ ଜଗତରେ ସବୁଠୁ ବଡ଼ ସମସ୍ୟା ହେଉଛି କ'ଣ? ସବୁଠୁ ବଡ଼ ସମସ୍ୟା ଆଉ ସବୁଠୁ ଶ୍ରେଷ୍ଠ ସମସ୍ୟା ହେଉଛି ଏ କଳିଯୁଗ ମଣିଷର, ଏ କଳିଯୁଗ ମାନବର ଭଗବାନଙ୍କଠୁ ଦୂରେଇ ଯିବା, ପ୍ରଭୁଙ୍କଠୁ ଦୂରରେ ରହିବା। ୟାଠୁ ବୋଧେ ବଡ଼ ସମସ୍ୟା କିଛି ନଥାଇପାରେ।
କିନ୍ତୁ ସମସ୍ତ ସମସ୍ୟାର ସମାଧାନର ସୂତ୍ର ହେଉଛି ହରି କଥା ଶ୍ରବଣ। ଏଇଥିପାଇଁ ଗୋପୀମାନେ କହୁନଥିଲେ କି ଭଗବାନ କୃଷ୍ଣଙ୍କର କଥା, ଏଇ ଯେଉଁ ବାୟା ଗୀତାର କଥା ଆପଣ ଶୁଣୁଛନ୍ତି ଭଗବାନଙ୍କର କଥା, ଏଇ କଥା ଶୁଣିବାର ଆବଶ୍ୟକ ନାହିଁ, ଖାଲି କଥା ପ୍ରତି ଶ୍ରଦ୍ଧା ଭାବଟି ରଖିଦିଅନ୍ତୁ। କାରଣ ସେଦିନ ଗୋପୀମାନେ ଯେଉଁ ସମୟରେ ଭଗବାନ କୃଷ୍ଣଙ୍କୁ କହୁଥିଲେ ପରୋକ୍ଷରେ କିନ୍ତୁ ପ୍ରତ୍ୟକ୍ଷରେ ଉଦ୍ଧବଙ୍କୁ କହୁଥିଲେ, ଉଦ୍ଧବ ତମେ ଯାଇ କହିବ କାହାକୁ ନା ଗୋପୀନାଥଙ୍କୁ। କେମିତି କ'ଣ କହୁଥିଲେ? କୃଷ୍ଣ କଥା ଦିନେ ପଡ଼ୁଥିଲା ମନେ, ଭାନୁ ଲାଗି ଜେହ୍ନେ ନଳିନୀ। କୃଷ୍ଣ କଥା ଦିନେ ପଡ଼ୁଥିଲା ମନେ, ଭାନୁ ଜେନେ ଲାଗି ନଳିନୀ। ଆହା ସ୍ୱର୍ଗରୁ ସଲିଳ ଝରି ପଡ଼ୁଅଛି, ସ୍ୱର୍ଗରୁ ସଲିଳ ଝରି ପଡ଼ୁଅଛି। ଦେଶ ନେହେଲୁ ଗୋପାଳୁଣୀ ଉଦ୍ଧବ କହିବଟି ଗୋପୀନାଥଙ୍କୁ, ହେ ଉଦ୍ଧବ କହିବଟି ଗୋପୀନାଥଙ୍କୁ। ବୋଲେ ଭକ୍ତ ବତ୍ସଳ ଭଗବାନ କି କୃଷ୍ଣ କଥା ଦିନେ ପଡ଼ୁଥିଲା ମନେ, ଭାନୁ ଲାଗି ଜେହ୍ନେ ନଳିନୀ। ସ୍ୱର୍ଗରୁ ସଲିଳ ଝରି ପଡ଼ୁଅଛି, ତେସନୁ ହେଲେ ଗୋପାଳୁଣୀ। ତେଣୁ କହୁଛନ୍ତି କୃଷ୍ଣଙ୍କର କଥାଠୁ ଆଉ ଶ୍ରେଷ୍ଠ କଥା ବୋଧି ଜଗତରେ କିଛି ନାହିଁ। ସବୁଠୁ ବଡ଼ ଆନନ୍ଦ ପ୍ରଦାୟକ କଥା ହେଉଛନ୍ତି ଭଗବାନ କୃଷ୍ଣଙ୍କର କଥା। ତବ କଥା ଅମୃତମ ତପ୍ତ ଜୀବନମ କବି ଭିରୁଡ଼ିତମ କଳମସାପହଂ ଶ୍ରବଣଂ ମଙ୍ଗଳଂ ଶ୍ରୀ ମଦାତତମ୍ ଭୁବେ ଗୁଣନ୍ତି ତେ ଭୁରିଦାର୍ଜନା। ଇଏ ହେଉଛି କୃଷ୍ଣଙ୍କର କଥା, ଯେଉଁ କଥାରେ ମନ ଦେଲେ ମଣିଷର ସମସ୍ତ ବୃଥା ଆଉ ସମସ୍ତ ବ୍ୟଥା ହଟି ଯାଇଥାଏ। ତାପରେ ଆবার ଲେଖୁଛନ୍ତି ଯେ ଧର୍ମ ଆପଣେ କରିବ କେବେ ନ କୁହ ପରେ, କହିଲେଟି ନଷ୍ଟ ହୁଏ ଗୁପ୍ତ ଗୌରବ ବଢ଼େ। ତେଣୁ ଯିଏ ଧର୍ମ ଆଚରଣ କରିବ ତା ପାଖରେ ହିଁ ଧର୍ମ କଥା ଶୁଣାଅ। ଆଉ ଯାହାକୁ ଯେତେ ମାଠିଲେ ମାଠେ ତୁ ସେଇ ଦରପଡ଼ା କାଠେ, ତା ପାଖରେ ଧର୍ମ କଥା କହିବାର କିଛି ଆବଶ୍ୟକତା ନାହିଁ, କାରଣ ସେ ଠିକ୍ ଭାବରେ ତାକୁ କରିପାରିବ ନାହିଁ। ଧର୍ମ ଅର୍ଜନେ ନରହରି, ଧର୍ମ ଅର୍ଜନ କରିବା ଦ୍ୱାରା ନରହରି ପ୍ରାପ୍ତ ହେଇଥାନ୍ତି। ଧର୍ମ ପ୍ରାପ୍ତ ନରହରି, ଧର୍ମ ଦ୍ୱାରା ବି ଭଗବାନଙ୍କୁ ଆମେ ପ୍ରାପ୍ତ କରିପାରିବା। ତେଣୁ ଇଏ ହେଉଛନ୍ତି ପ୍ରଭୁ ଯିଏକି ଧର୍ମକୁ ରକ୍ଷା କରିବା ପାଇଁ ଯୁଗେ ଯୁଗେ ଆସନ୍ତି ଆଉ ଆମମାନଙ୍କୁ ବାର୍ତ୍ତା ଦିଅନ୍ତି, ହେ କଳିଯୁଗର ହତାହତ ଜୀବମାନେ, ତମର ଲକ୍ଷ୍ୟ କ'ଣ ନେବା ଦରକାର, ତମର ଉଦ୍ଦେଶ୍ୟ କ'ଣ ନେବା ଦରକାର? ସତ୍ୟର ଶରଣ, ସତ୍ୟର ସନ୍ଧାନ, ସନାତନ ଧର୍ମ ନୀତି, ସତ୍ୟ ପଥ ଛାଡ଼ି ଆନ ପଥେ ମାଡ଼ି ଧର୍ମର ନାହିଁ ସ୍ଥିତି। ଏ ଜଗତରେ ସତ୍ୟ ପଥକୁ ଛାଡ଼ିଦେଲେ ଆଉ କେଉଁମାନଙ୍କର ବି ସ୍ଥିତି ରହିନାହିଁ ବୋଲି ବାବା କହୁଛନ୍ତି। ତେଣୁ ସେଇ ଧର୍ମ ହେଉଛି ସତ୍ୟ। ସତ୍ୟ ହିଁ ଆମକୁ ତିନି ତାପରୁ ମୁକ୍ତ କରିପାରେ, ଯାହା ହେଉଛି ସତ୍ୟ। ତେଣୁ ସତ୍ୟ ଗୋଟିଏ ସାଧାରଣ କଥା ନୁହେଁ, ସତ୍ୟ ହେଉଛି ଏକ ବିଶାଳ କଥା, ସତ୍ୟ ଏକ ବିଶାଳ ମନ୍ତବ୍ୟ, ଏ ସତ୍ୟ ହେଉଛି ଏକ ବିଶାଳ ତତ୍ତ୍ୱ। ତେଣୁ ସତ୍ୟକୁ ଛାଡ଼ିଦେଲେ ଆଉ ମଣିଷର ଅନ୍ୟଥା ଗତିବୁଦ୍ଧି କେଉଁଠି ନଥାଇପାରେ। ତେଣୁ ସତ୍ୟ 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 ପୁନଃ ସତ୍ୟ, ସତ୍ୟମେବ ସୁନିଶ୍ଚିତ, ନାସ୍ତି ଦେବ ନାସ୍ତି ବାକ୍ୟ, ନାସ୍ତି ପୂଜ୍ୟ ଗୁରୁତ୍ୱ ପରମ। ଏ ଜଗତରେ ସତ୍ୟ ହେଉଛନ୍ତି କେବଳ ଜଗନ୍ନାଥ, ଆଉ ଏ ଜଗତ ହେଉଛି ମିଥ୍ୟା, ବ୍ରହ୍ମ ହେଉଛି ସତ୍ୟ। ତେବେ ଏହି ନ୍ୟାୟରେ ଆମକୁ ଧର୍ମକୁ ଆଚରଣ କରିବା ପାଇଁ ପଡ଼ିବ। କହିଲେ ମନକୁ ମନଟି ମିଳିଲେ ଭେଦାଭେଦ ତୁଟଇ, ସେହି କ୍ଷେତ୍ରରେ କର ପ୍ରକାଶ ସଦା ନିର୍ଭୟ ହୋଇ, ଜାଣି ନ ଜାଣିଲା ପରାୟ ହୋଇ ବୁଲ ସଂସାରେ, ପଣ୍ଡିତ ଆଗରେ ନ କର ବାଦ ବିଦ୍ୟା ବଳରେ। ପଣ୍ଡିତ କିଏ? ଭାବୁଛନ୍ତି ଯିଏ ସଂସ୍କୃତ ଶ୍ଲୋକ ଘୋଷିଛନ୍ତି ମନେ ରଖିଛନ୍ତି ସିଏ ପଣ୍ଡିତ। କହିଲେ ନା, ପଣ୍ଡିତ ସିଏ ଯିଏକି ପଣ୍ଡିତ ସମଦର୍ଶୀ ନହ, ଯିଏ ସମସ୍ତଙ୍କ ଭିତରେ ସେ ଏକ ବ୍ରହ୍ମକୁ ଉପଲବ୍ଧି କରନ୍ତି, ଯିଏ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି, ସେ ହେଉଛନ୍ତି ପଣ୍ଡିତ। ଅର୍ଥ ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି। ମୋର ଅନ୍ତର ମନ୍ଦିର ରହି କୋହୁ করে ଦେଉଛ ବୁଲାଇ, ରହି ନିକଟରେ ଖୋଜାଉଛ ଦୂରେ, ଜୀବ ମରେ ଧାଇଁ ଧାଇଁ। ପ୍ରଭୁ କେଉଁଠି ଅଛନ୍ତି ନା ଅଛି ମୁଁ ମନ୍ଦିରେ ମନ୍ଦିରେ ମନ ମନ୍ଦିରେ, ହୃଦ ମନ୍ଦିରେ, ସୁନା ଚାନ୍ଦିରେ ନୁହଁ ଧନ୍ଦିରେ, ନଥାଏ ଫିକର ଫନ୍ଦିରେ, ମନ ମନ୍ଦିରେ ହୃଦୟ ମନ୍ଦିରେ। ସେ କେଉଁଠି ଅଛନ୍ତି? ଇଏ ମନୋରୂପକ ମନ୍ଦିର ଭିତରେ ଭଗବାନ ଅଛନ୍ତି, ଏ ହୃଦୟ ରୂପକ ମନ୍ଦିର ଭିତରେ ଭଗବାନ ବିରାଜମାନ କରିଛନ୍ତି। ତେଣୁ ଇଏ ହେଉଛି ଆମ ଶରୀର, ଦେହ, ମନ ବଡ଼ ଦାଣ୍ଡ ବାରେ ଆସେ ଜଗନ୍ନାଥ, ବଡ଼ ଦାଣ୍ଡେ ଚାଲେ ତ ନନ୍ଦିଘୋଷ ରଥ। ଇଏ ହେଉଛି ସେଇ ବଡ଼ ଦାଣ୍ଡ ଯେଉଁଠି ନନ୍ଦିଘୋଷ ରଥର ଅଗ୍ରସର ହୋଇଥାଏ, ଅର୍ଥ ଯେଉଁ ରଥ ଦେଖିକି ଭଗବାନ ଗତି କରିଥାନ୍ତି।
আহা নিষ্ঠা প্রতিষ্ঠারে যে ଥାଏ তাকু নকুহ মর্ম তাকু নকুহ মর্ম প্রেমিক ଲୋକଙ୍କୁ କହିବ ବ୍ରହ୍ମ কর্ম সাধন। গোবিন্দ 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 ভজ রাধে গোবিন্দ নন্দর নন্দন প্রভু হে ভজ পরমানন্দ। তর্কর মীমাংসা নাহিটি তর্ক ন কর জানি ତୋର କି ଲୋକଙ୍କୁ ନ କୁହ ସବ ସତ ଖାଣି। গোবিন্দ 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 ভজ রাধে গোবিন্দ নন্দর নন্দন প্রভু হে ভজ পরমানন্দ। बोले भक्त बत्सल भगवान के जय। कहले निष्ठा प्रतिष्ठारे जे थाए ताकू न कुह मर्म। जो माने निष्ठारे थांती जो माने प्रतिष्ठारे थांती आ भाविदे बोधे मरमटा सेठी ना जो माने निष्ठारे थाने से माने होचुंदी प्रकृति रे प्रेमी मनुष्य। सेमानकर भावना कौन ना जदि प्रभु प्रति नजर मिला भक्ति पिंडरू प्राण पिंडरे प्राण थी लाभ कौन कले जदि प्रभु प्रति नजर मिला भक्ति कि हेब पिंडरे प्राण थाई जदि से चरण नकलु दर्शन बेगे तुटी जा नयन दुई। जदि मणि शरीर पाई प्रभुंकर पादपद्म दर्शन नहेला तेले ए दुई आखि थाईकि जेते ए दुई आखि न थाईकि मध्य सेते। बाबा ये अति सुंदर भाव में कहते जे तर्कर मीमांसा ये तर्क न कर तुम जब तर्कर मीमांसा कौन जान तेज तर्क कर कौन आवश्यकता ना सबुतिर मीमांसा तत्व को धारण करने पड़ा आम सब कथार मीमांसा करवा। भगवान आमको शरीर देते कौन पाई ना तत् तन्मात्रा और तनुर संजोग पाई। तत् कहले कौन शरीर तनु कहले आत्मा और तन्मात्रा कहले पांच तन्मात्रा रूप रस गंध स्वाद इत्यादि ये हूँ पंच तन्मात्रा एमान को जिते बड़े मिसई दि जाए से तत्वर सृष्टि होता है जमी गुरुत्व महत्व सेमती तत्व तत् कहले जिते मनीष निज शरीर ठू दूरे जाए से तत्व ज्ञान अधिकारी होता है से आत्मबोधरे समस्त ज्ञान थाए से तत्वर अधिकारी होता है। भागवत कहले तत्व जानिले तुटे भ्रांति भवसागर तरी जानती जो मैंने तत्व को जानवे से मैंने भवसागर तरी जीवे। तेणु ये सुंदर तत्व भगवान अति सुंदर भाव उपस्थापना करिसंती। बाबा बाइया जे कर्म युद्ध कर महीरे कष्ट मोचन युद्ध करिए तो कर्म युद्ध मो कर्म को नहीं युद्ध करी मो कार्य को नहीं युद्ध करी। तेणु कर्म हूँ से कर्म कौन कर्म मो कर्म फल मु भोगी निश्चय एपरा तुमर नीति। भगवान कर आम देखुचे ये मनीष केमी सतर्क रही पार जदि ठीक गोटे मारात्मक से भूल कर संविधान तार नियम अच्छे कौ दंड मिल किंतु भगवान कर मध्य गोटे संविधान रही से जो संविधान रे गोटे नियम अच्छी कौन से नियम ना मोकर्म फल मु भोगी निश्चय एपरा तुमर नीति वैकुंठ जीवा तो कपाल नाही नरक मोहर गति। मनुष्य जन्म हिच माने सी जन्म हला मात्र के जिते हेतु को आसे जिते से पाखे माने ज्ञानर ग्रहण कर ज्ञान धारण कर शक्ति पाखक आसे बाजे सी जापर मो बापा ये मो माए मो भाई भौणी अर्थात से दिन तार कर्म जीवन आरंभ होता है। गोटे छात्र हिसाब से प्रथम ब्रह्मचर्य अवस्था को जाए से पाठ पढ़ो ता कर्म कर तेणु सेबेठू मरला पर्यंत जिते भी भूल किसी जो कौन भूल कर्म करता है ता फल से निश्चित भोग कर मो कर्म फल मु भोगी निश्चय एपरा तुमर नीति मो कर्म फल मु भोगी निश्चय एपरा तुमर नीति वैकुंठ जीवात वैकुंठ जीवात वैकुंठ जीवात कपाल रे नाही नरक मोहर गति नरके जदि मते स्थान न मिलिब नरके जदि मते स्थान न मिलिब ए जीव जीव केउ दिगे मते भारी लाज लागे मते भारी लाज लागे आहा मोला परे मुही केमिति मोह मोला परे मुही केमिति
କେମିତି ଏ ମୁହଁ ମଲା ପରେ ମୁହିଁ କେମିତି ଏ ମୁହ ମଲା ପରେ ମୁହିଁ କେମିତି ଏ ମୁହଁ ଦେଖାଇବି ତୁମ ଆଗେ ମତେ ଭାରି ଲାଜ ଲାଗେ ଲାଜ ଲାଗେ ମତେ ଭାରି ଲାଜ ଲାଗେ ବୋଲେ ଭକ୍ତବତ୍ସଳ ଭଗବାନ କେ ଜୟ ମଣିଷ ଜନ୍ମ ହୋଇଛି ମାନେ ଭୁଲ କର୍ମ କରୁ କି ଠିକ୍ କର୍ମ କରୁ ଭଗବାନଙ୍କ ନିୟମ ହେଉଛି କର୍ମର ଫଳ ଆମେ ସମସ୍ତେ ଭୋଗ କରିବା ମାତ୍ର ଗୁରୁଦେବ ବୈକୁଣ୍ଠ ବ୍ରହ୍ମଚାରୀ ଅତି ସୁନ୍ଦର ଭାବରେ କହିଲେ 13ଟି ବାଣୀରେ କର୍ତ୍ତବ୍ୟରେ ତ୍ରୁଟି କର ନାହିଁ ଫଳର ଆଶାକୁ ରଖ ନାହିଁ ତମେ କର୍ତ୍ତବ୍ୟ କର୍ମ କରିଚାଲ ମନ ହାଉଡ଼ାରେ କର୍ତ୍ତବ୍ୟ ପଥନ ହୁଡ଼ କର୍ତ୍ତବ୍ୟ କର୍ମ ଅଟିଏ ତୋ ଧର୍ମ ତୋର ପ୍ରକୃତ ଧର୍ମ କ'ଣ କି ନା କର୍ତ୍ତବ୍ୟ ଆଉ ତୋର କର୍ମ ହେଉଛି ପ୍ରକୃତ ଧର୍ମ କହିଲେ କର୍ତ୍ତବ୍ୟ କର୍ମ ଅଟେ ତୋ ଧର୍ମ ମରମେ ମାନିଥା ବଡ଼ ଏହାକୁ ହିଁ ମର୍ମରେ ମାନିଥା ୟାଠୁ ବୋଧେ ବଡ଼ ଆଉ କେହି ନାହାନ୍ତି ଯାହା ହେଉଛି ଭଗବାନଙ୍କର କର୍ମ ତେଣୁ ସେଇ କର୍ମ ପ୍ରତି ଆମକୁ ମନ ଦେବାକୁ ପଡ଼ିବ ଠାକୁରଙ୍କର କର୍ମ କରିବା ପ୍ରଭୁଙ୍କର କର୍ମ କରିବା କାରଣ ଜୀବ ସେତେବେଳେ ଯାଇକରି ଭଗବାନଙ୍କୁ ଅନୁଭବ କରିପାରିଥାଏ ଯେତେବେଳେ ସେ ସତ୍ସଙ୍ଗରେ ବସେ ଯେତେବେଳେ ସେ ସାଧୁ ସଙ୍ଗରେ ବସେ ଆଉ ସେତେବେଳେ ତାର କର୍ମ କ'ଣ ପାଇଁ ସେ ଆସିଛି ସେତେବେଳେ ସେ ତାର ଉଦ୍ଦେଶ୍ୟକୁ ଜାଣିପାରିଥାଏ ତେଣୁ ଆবার ଲେଖିଲେ କର୍ମ ଯୁଦ୍ଧ କର ମହିରେ ହେବ କଷ୍ଟ ମୋଚନ ଏ ଯୁଦ୍ଧ କଲେ ଏ ପୃଥିବୀରେ ମହିରେ କଲେ ପୃଥିବୀରେ ଆମର ଦୁଃଖ ମୋଚନ ହେଇଯିବ ଦେଶ ହୋଇଯିବ ସ୍ୱାଧୀନ ମୁକ୍ତ ହେବ ଜୀବନ ତ ଦ୍ୱାରା ଦେଶ କ'ଣ ହେବ ନା ସ୍ୱାଧୀନ ହେଇଯିବ ମରଣକୁ କର ବରଣ ଏହି ଗୁରୁ ଆଦେଶ ଅଭାବ ମୋଚନ ହୋଇବ ରହି ଜୀବଟି ଯଶ ମରଣକୁ କର ବରଣ ଏଇ ଗୁରୁ ଆଦେଶ ଗୁରୁଙ୍କର ଆଦେଶ କ'ଣ କେବେ ମୃତ୍ୟୁକୁ ଭୟ କରୁନା ଗୁରୁ କ'ଣ ଶିକ୍ଷା ଦେଇଥିଲା ମୃତ୍ୟୁକୁ ମରଣକୁ କଦାପି ଡର ଭୟ କରିବ ନାହିଁ ମୃତ୍ୟୁ ବା ମରଣକୁ ଏ ଜଗତରେ ଆମକୁ କର୍ମ ସାଧନରେ ଲିପ୍ତ ରହିବାକୁ ପଡ଼ିବ ଏବଂ ମରଣକୁ ବରଣ ଯେବେ ଆମେ କରିବା ସେତେବେଳେ ଗୁରୁଙ୍କର ଆଦେଶ ଆମେ ଠିକ୍ ଭାବରେ ଜାଣିପାରିବା ମରଣକୁ ବରଣ ପରୀକ୍ଷିତ ମହାରାଜ ଶୁକଦେବଙ୍କୁ ଗୁରୁ କରିଥିଲେ ମରଣକୁ ସେ ବରଣ କଲେ ମରଣ ଆମ ନିକଟକୁ ମୃତ୍ୟୁକୁ ଭୟ କରିବା ନାହିଁ ମୃତ୍ୟୁକୁ ଡରିବା ନାହିଁ କାରଣ ଜଗନ୍ନାଥଙ୍କର ମଧ୍ୟ ତାଙ୍କର ପ୍ରାଣ ବିସର୍ଜନ ହେଇଥାଏ ସିଏ ଜଗତର ନାଥ ହେଇକରି ମଧ୍ୟ ତାଙ୍କର ପ୍ରାଣ ବିସର୍ଜନ ହେଇଥାଏ ଭାଗବତରେ କହୁଛନ୍ତି ମର୍ତ୍ତ୍ୟ ମଣ୍ଡଳେ ଦେବ ବହି ଦେବତା ଆଇଲେ ମରଇ ବାବା ମଧ୍ୟ ଲେଖୁଛନ୍ତି କର୍ମ ଯୁଦ୍ଧ କର ମହିରେ ହେବ କଷ୍ଟ ମୋଚନ ହେବ କଷ୍ଟ ମୋଚନ ଦେଶ ହୋଇଯିବ ସ୍ୱାଧୀନ ମୁକ୍ତ ହେବ ଜୀବନ ଗୋବିନ୍ଦ 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 ଜୟ ରାଧେ ଗୋବିନ୍ଦ ନନ୍ଦର ନନ୍ଦନ ପ୍ରଭୁ ହେ ଭଜ ପରମାନନ୍ଦ ଆହା ମରଣକୁ କର ବରଣ ଏହି ଗୁରୁ ଆଦେଶ ଅଭାବ ମୋଚନ ହୋଇବ ରହିଯିବଟି ଯଶ ଗୁରୁ ସ୍ୱାମୀ ଅନ୍ତର୍ଯାମୀ ହେ ପ୍ରଭୁ ଆନନ୍ଦ କନ୍ଦ ଦୁଃଖ ହାରି ଜଗତପତି ହେ ଜୟ ସଚିଦାନନ୍ଦ ବୋଲେ ଭକ୍ତବତ୍ସଳ ଭଗବାନ କେ ଗୁରୁଙ୍କର ବାକ୍ୟକୁ ଗୁରୁଙ୍କର ମନ୍ତ୍ର ବୋଲି ମାନିବା କାରଣ ଶାସ୍ତ୍ର କହିଛନ୍ତି ଧ୍ୟାନଂ ମୂଳଂ ଗୁରୁର ମୂର୍ତ୍ତି ପୂଜାଂ ମୂଳଂ ଗୁରୁର ପଦଂ ମନ୍ତ୍ରଂ ମୂଳଂ ଗୁରୁର ବାକ୍ୟଂ ମୋକ୍ଷଂ ମୂଳଂ ଗୁରୁ କୃପା ଯେଉଁ ଗୁରୁଙ୍କର ପରମ ପାବନ ମୂର୍ତ୍ତି ସ୍ୱରୂପକୁ ଧ୍ୟାନ କରିବା ପୂଜାଂ ମୂଳଂ ଗୁରୁ ପଦଂ ଗୁରୁଙ୍କର ଏହି ପରମ ପାବନ ପାଦପଦ୍ମକୁ ପୂଜା କରିବା ମନ୍ତ୍ରଂ ମୂଳଂ ଗୁରୁର ବାକ୍ୟଂ ଗୁରୁଙ୍କର ମନ୍ତ୍ର ଗୁରୁଙ୍କର ବାକ୍ୟ ହିସାବରେ ପାଳନ କରିବା ମୋକ୍ଷଂ ମୂଳଂ ଗୁରୁ କୃପା ତାହେଲେ ଯାଇ ଗୁରୁଙ୍କର ଆଦେଶ ମାନିଲେ ଏ ଜୀବ ମୋକ୍ଷ ପାଇପାରିବ ମୋକ୍ଷ ପଥର ପଥିକ ସାଜିପାରିବ ଆଉ ତାର କ'ଣ ହେବ ନା ଅଭାବ ମୋଚନ ହୋଇବ ରହିଯିବଟି ଯଶ ଗୁରୁ କେତେବେଳେ ଚାହାନ୍ତି ନିଜର ପ୍ରଚାର ଆଉ ଯିଏ ପ୍ରକୃତ ଶିଷ୍ୟ ସେ କେବେ ଚାହେଁନା ପ୍ରଚାର ନିଜ ଦୋଷ ପାଇଁ ସେ କେବେ ଠାକୁରଙ୍କ ପାଖରେ ପ୍ରାର୍ଥନା କରନା ମୋତେ ଲୋକ ଚିହ୍ନନ୍ତୁ ମୋତେ ଲୋକ ଡାକନ୍ତୁ ମୋତେ ଲୋକ ଭଲ ପାଆନ୍ତୁ ସେ କେବେ ଠାକୁରଙ୍କ ନିକଟରେ ତାହା ମାଗେ ନା ପ୍ରଭୁ ତାହା ସ୍ୱତଃପ୍ରବୃତ୍ତ ଭାବରେ ପ୍ରଦାନ କରିଥାନ୍ତି ତେବେ ସିଏ ହେଉଛି ପ୍ରକୃତ ଶିଷ୍ୟ ଗୁରୁଙ୍କର ତେଣୁ ଆମକୁ ଗୁରୁଙ୍କର ଆଦେଶକୁ ମାନିବା ପାଇଁ ପଡ଼ିବ ଗୁରୁଙ୍କର ଆଦେଶ ହେଉଛି ଆମମାନଙ୍କ ପାଇଁ ଶିରଧାର୍ଯ୍ୟ ଗୁରୁ ଯାହା ବି କିଛି ଆମକୁ କହିଛନ୍ତି ଆମକୁ ସେଇ କଥାକୁ ମାନିବାକୁ ପଡ଼ିବ ଆଉ ତାକୁ ଗ୍ରହଣ କରିବା ପାଇଁ ପଡ଼ିବ ନାଉରି ନା ଲଗା ଦହନ ମୋର ଉଛୁର ହେଉଛି ଗୁରୁ ଦର୍ଶନ ମୋ ମନ ଆଉ ରହୁନି ଘରେ ମୋ ମନ ଆଉ ରହୁନି କେଉଁ ସ୍ଥାନରେ ନା ପାଠ ପଢ଼ାରେ ନା କର୍ମକ୍ଷେତ୍ରରେ କେଉଁଠି ବି ମନ ଅଛି ଉଛୁର ହେଉଛି ଗୁରୁ ଦର୍ଶନ ଏବେ ମନ ବିଚଳିତ ହେଉଛି ମୁଁ କେମିତି ଗୁରୁ ଦର୍ଶନ କରିବି ନାଉରି ନା ଲଗା ବହନ
ତେଣୁ ଆମେ ସେତେବେଳେ ଯାଇ ଭବସାଗର କାରଣ ତାରଣ ହେ ରବିନନ୍ଦନ ବନ୍ଧନ ଖଣ୍ଡନ ଏ ଶରଣାଗତ କିଙ୍କର ବିତ ମନେ ଗୁରୁଦେବ ଦୟା କର ଦିନ ଜନେ। ସେତେବେଳେ ଗୁରୁଙ୍କର ଦୟା ଏ ଦିନ ଜନ ପ୍ରାପ୍ତ କରିପାରିବ ଯେତେବେଳେ ମରଣକୁ ସେ ବରଣ କରିବ। ଭକ୍ତବନ୍ଧୁ ଇଏ ହେଉଛନ୍ତି ବାୟା ଗୀତାର ଚତୁର୍ଥ ପରିଚ୍ଛେଦର ତୃତୀୟ ବଳିର କଥା। ଏଇଠି କଥାବସ୍ତୁକୁ ବିଶ୍ରାମ ଦେଉଛି ପଡ଼ି ଶେଷରେ ଭଗବାନଙ୍କର ଦେବର ନାମ ସଂକୀର୍ତ୍ତନ। କଥାବସ୍ତୁକୁ ବିଶ୍ରାମ। ଜୟ ଗୁରୁ ଜୟ ଜଗନ୍ନାଥ ଜୟ ଗୁରୁ ବୈକୁଣ୍ଠନାଥ 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 ଜୟ ଗୁରୁ ଜୟ ଜଗନ୍ନାଥ ଜୟ ଗୁରୁ ବୈକୁଣ୍ଠନାଥ। बोल सद्गुरुदेव भगवान की जय।